ମୁଁ ଆଜି ଆପଣମାନଙ୍କୁ ନିଜ ଶରୀର ବିଷୟରେ ଓ ଆତ୍ମଜ୍ଞାନ ବିଷୟରେ କହିବି। କାରଣ ଶରୀର ଜ୍ଞାନ ଓ ଆତ୍ମଜ୍ଞାନ ଦୁଇଟି ଏକ ଅଟେ। ଆତ୍ମଜ୍ଞାନ ମାନେ ନିଜ ଜ୍ଞାନ, ନିଜକୁ ନିଜେ। ଯେମିତି ଲୋକମାନେ କହନ୍ତି କି ମୋର ଆତ୍ମକାହାଣୀ, ତାର ଆତ୍ମକାହାଣୀ। ତେଣୁ ଯଦି ନିଜ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆସନ୍ତୁ ଆଜି ଷଡ଼ଚକ୍ର ବିଷୟରେ ଜାଣିବା। ଷଡ଼ଚକ୍ର କ'ଣ କ'ଣ? ପ୍ରଥମ ଚକ୍ର ହେଉଛି ମୂଳାଧାର ଚକ୍ର, ମୂଳଦ୍ୱାର ନିକଟରେ ଚତୁର୍ଦଳ ପଦ୍ମ ବିଶିଷ୍ଟ। କେତେ ଦଳ? ଚତୁର୍ଦଳ ପଦ୍ମ ବିଶିଷ୍ଟ, ଯେଉଁଟାକି ଆପଣ ଚିତ୍ରରେ ଦେଖିପାରୁଥିବେ। ସବୁଠୁ ତଳେ ଯେଟା ଅଛି ଏଟା ହେଉଛି ମୂଳାଧାର ଚକ୍ର, ମୂଳଦ୍ୱାର ନିକଟରେ ଚତୁର୍ଦଳ ପଦ୍ମ ବିଶିଷ୍ଟ। 2 ନମ୍ବର ଅଛି ସ୍ୱାଧିଷ୍ଠାନ ଚକ୍ର, ପରିସ୍ରା ଦ୍ୱାର ବା ଲିଙ୍ଗ ନିକଟରେ ଷଡ଼ଦଳ ପଦ୍ମ ବିଶିଷ୍ଟ। 3 ନମ୍ବର ହେଉଛି ମଣିପୁର ଚକ୍ର, ନାଭି ନିକଟରେ 10 ଦଳ ପଦ୍ମ ବିଶିଷ୍ଟ। 4 ନମ୍ବର ହେଉଛି ଅନାହତ ହୃତ୍ପିଣ୍ଡ ନିକଟରେ 12 ଦଳ ପଦ୍ମ ବିଶିଷ୍ଟ। ଆଉ 5 ନମ୍ବର ହେଲା କଣ୍ଠ ନିକଟରେ ବିଶୁଦ୍ଧ ଚକ୍ର, କଣ୍ଠ ନିକଟରେ 16 ଦଳ ପଦ୍ମ ବିଶିଷ୍ଟ। 6 ହେଲା ଆଜ୍ଞା ଚକ୍ର, ତ୍ରିକୁଟି 2 ଭ୍ରୁ ମଧ୍ୟରେ 2 ଦଳ ପଦ୍ମ ବିଶିଷ୍ଟ। ଆଉ ଗୋଟେ ଯେଟା କହୁଛି ସପ୍ତମ ଚକ୍ର ବୋଲି, ସେଟା ହେଉଛି ବ୍ରହ୍ମରନ୍ଧ୍ର ବା ସହସ୍ର ଦଳ ପଦ୍ମ ବିଶିଷ୍ଟ, ଯେଉଁଠି ଶିବଙ୍କର ବାସ ସ୍ଥାନ। ଯେକୌଣସି ଆମେ ଜାଣିଛୁ ଶିବ ସବୁବେଳେ ହିମାଳୟ ପର୍ବତ ଉପରେ ବାସ କରୁଥିଲେ। ଶିବ ଅଷ୍ଟାଙ୍ଗ ଯୋଗକୁ ସାଧନା କରୁଥିଲେ। ଏହି ସାଧନା କରିକି ସେ ଏଇ ମାନେ ହିମାଳୟ ପର୍ବତ ଉପରେ ସବୁବେଳେ ରହୁଥିଲେ। ତାମାନେ ଏଇ ଲଲାଟ ଉପରେ ସେ ସବୁବେଳେ ବିରାଜମାନ କରୁଥିଲେ। ସଂସାର ଉର୍ଦ୍ଧ୍ୱରେ ରହିକି ସବୁକିଛି କାମ କରୁଥିଲେ। ତାଙ୍କୁ କୌଣସି ପ୍ରକାର ଦୁଃଖ ସ୍ପର୍ଶ କରିପାରୁନଥିଲା, ସୁଖ ଦୁଃଖ ସ୍ପର୍ଶ କରିପାରୁନଥିଲା। ସେ ସବୁବେଳେ ଆନନ୍ଦରେ ରହୁଥିଲେ। ଏଇ 6ଟା ଚକ୍ର ଶରୀରର ଆମ ନିଜ ଜ୍ଞାନ, ମାନେ ନିଜ ବିଷୟରେ ଜାଣନ୍ତୁ। ନିଜ ବିଷୟରେ ଜାଣିଲେ ଏଇ ନିଜ ବିଷୟରେ ଜାଣିବାଟାକୁ ହିଁ ଆତ୍ମଜ୍ଞାନ କହନ୍ତି। ଆତ୍ମ ମାନେ ନିଜ ସେଲ୍ଫ ନଲେଜ ଯେଟା କୁହାଯାଉଛି। ତେଣୁ ଏଇ 6ଟା ଚକ୍ର ଜାଣିଲେ ଆଉ ସପ୍ତମ ଚକ୍ର ମଧ୍ୟ ଜାଣିଲେ। ସପ୍ତମ ଚକ୍ର ହେଉଛି ଷଡ଼ଦଳ ମାନେ ସହସ୍ର ଦଳ ପଦ୍ମ ବିଶିଷ୍ଟ। ଏଇଟା ହେଉଛି 6ଟା ସପ୍ତମ ଚକ୍ର। ମୁଁ ଆଗାମୀ ଅଧ୍ୟାୟରେ ଆପଣମାନଙ୍କୁ ଏଇ ଆମର ସ୍ଥୂଳ ଶରୀର କେତେ ପ୍ରକାର, କ'ଣ ତା ପ୍ରକୃତି କ'ଣ, ସେ ବିଷୟରେ ଆପଣଙ୍କୁ ଜଣେଇବି। ଶରୀର କେତେ ପ୍ରକାର, ସ୍ଥୂଳ ଶରୀର କେଉଁଥିରେ ତିଆରି, ଏ ପଞ୍ଚଭୂତ କ'ଣ, ସେ ବିଷୟରେ ମଧ୍ୟ ଆପଣଙ୍କୁ ଜଣେଇବି। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଥ୍ୟାଙ୍କ ୟୁ।